ମୋ ନାଁ ଅସିତ କୁମାର ମଲ୍ଲିକ, ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍ ଏକ୍ସାଇଜ ସମ୍ବଲପୁର। ଆଜି ସକାଳେ ଆମେ ଯେତେବେଳେ ଚେକିଂ କରୁଥିଲୁ ରେଙ୍ଗାଲି ପାଖରେ ଗଞ୍ଜେଇ ଚେକିଂ ଚାଲିଥିଲା ଆମର, ଯୋଉ ଚୋରା ଚାଲାଣ ହଉଛି ଗଞ୍ଜେଇର। ତ ସେ ଟାଇମ ରେ ଆମ ଝୁଡିପଡା ଛକ ଠାରେ ଆମ ଗୋଟେ ଗାଡି ସସ୍ପେକ୍ଟ କଲୁ। ସେ MH ଗାଡିଟା ମହାରାଷ୍ଟ୍ର ଗାଡି ଥିଲା, ତାକୁ ସସ୍ପେକ୍ଟ କରି ଆମେ ଅଟକେଇଥିଲୁ, ଡିଟେନ୍ କଲୁ। ତାକୁ ଡିଟେନ୍ କରି ଚେକ୍ କଲା ବେଳକୁ ତାର ସିକ୍ରେଟ ଚେମ୍ବର ଥିଲା ଗାଡି ଭିତରେ। ତ ସେଇ ଗାଡିଟାକୁ ଯେତେବେଳେ ଚେକ୍ କଲୁ ଭଲସେ, ସିକ୍ରେଟ ଚେମ୍ବର ରୁ ଆମକୁ ପାଖାପାଖି କ୍ୱିଣ୍ଟାଲ ଉପରକୁ ରୂପା ମିଳିଛି ଆମକୁ। ସିଲଭର ର ବିସ୍କେଟ, କଏନ ଏସବୁ ମିଳିଛି, ଯାହାର ଆନୁମାନିକ ଭ୍ୟାଲ୍ୟୁ 1 କୋଟି ଏବଭ ହବ। ଓଜନ କେତେ ହବ? ଏବେ ଓଜନ କରିଥିଲୁ 110 କେଜି ଅଛି। କୋଉଠୁ କୋଉଠି ଯାଉଥିଲା? ସିଏ ତ ମହାରାଷ୍ଟ୍ର ମୁମ୍ବାଇରୁ ଆମର ରାଞ୍ଚି ଯାଉଛି ବୋଲି କହୁଥିଲା। ଫର୍ଦର ଇନଭେଷ୍ଟିଗେସନ ପଚରା ଚାଲିଛି, ସେ ଠିକ ତଥ୍ୟ ମିଳିଲେ ଆମେ ଜଣେଇବୁ। କି ଗାଡି ଥିଲା? ଗାଡିଟି କି ଗାଡି ଥିଲା? ମହିନ୍ଦ୍ରା ସ୍କର୍ପିଓ। ସ୍କର୍ପିଓ ୟୁପି ଗାଡି, ୟୁପି ନମ୍ବର ଗାଡି, MH ଗାଡି, ମହାରାଷ୍ଟ୍ର ଗାଡି। ଆଚ୍ଛା, ମହାରାଷ୍ଟ୍ର ଗାଡି। କେତେ ଜଣ ଥିଲେ ଗାଡିରେ? ଗାଡିରେ 2 ଜଣ ଥିଲେ, ଜଣେ ଡ୍ରାଇଭର ଆଉ ଜଣେ କୋ ପାସେଞ୍ଜର ତାର। ଆଚ୍ଛା, ଆଜି ଦିନ କେତେଟା ସମୟରେ ଏଇଟା କରାହେଇଛି? ଏକ୍ସାକ୍ଟ ଟାଇମ ଟା ବୋଧେ ସେଇ 8 ରୁ 9 ଭିତରେ ହେଇଛି। ସେଇଟା ଲୋକେସନ ଟା କୋଉ ଜାଗା ରେଙ୍ଗାଲିର? ସେଟା ରେଙ୍ଗାଲି ଟୋଲଗେଟ ଠୁ ଝୁରିପଡା ଛକ ମଝିରେ। ଝୁରିପଡା ଛକ ଚୌଧୁରୀ ମଝିରେ, ହଁ। ବର୍ତ୍ତମାନ ଗଞ୍ଜେଇ ଥିଲା କି ନା ଖାଲି ରୂପା ଥିଲା? ଖାଲି ରୂପା, ଗଞ୍ଜେଇ ନଥିଲା। ଖାଲି ରୂପା ଥିଲା। ସେମାନେ କିଛି ପଚରା ବେଳେ, ପ୍ରାଥମିକ ପଚରା ବେଳେ କଣ କହୁଛନ୍ତି ସେମାନେ? ସେମାନେ ତ କହୁଛନ୍ତି ଆମ ପାଖରେ ବିଲ୍, ଆମେ ବି ମାଗିଲୁ ତାଙ୍କୁ କି ପ୍ରପର ବିଲ୍ ରଖିଛ, ଇନଭଏସ ରଖିଛ, କିଛି ଅଛି? କିଛି ପ୍ରଡ୍ୟୁସ କରିପାରିଲେନି ଆମ ପାଖରେ ଡକ୍ୟୁମେଣ୍ଟ ସେମାନେ। ନାଇଁ, କୌଣସି କାଗଜ ପତ୍ର ନାହିଁ।